ପ୍ରେମରେ କୁହନ୍ତୁ ସଦ୍ଗୁରୁଦେବ ମହାରାଜ କି ଜୟ। ସମସ୍ତ ଦର୍ଶକ ବନ୍ଧୁ ତଥା ଭକ୍ତିମତୀ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ସାଦର ଜୟ ଶ୍ରୀ ସଚ୍ଚିଦାନନ୍ଦ। ଭକ୍ତି ମାର୍ଗରେ ଜପ ତପ ପୂଜା ପାଠ ଯଜ୍ଞ ହବନ ଦାନ ତଥା ତୀର୍ଥାଟନ ଆଦି କର୍ମରୁ ପୁଣ୍ୟ ପ୍ରାପ୍ତି ହୋଇଥାଏ। ପୁଣ୍ୟ ସଞ୍ଚୟ ହେଲେ ସ୍ୱର୍ଗ ଭୋଗ ପ୍ରାପ୍ତ ହୋଇଥାଏ। ମାତ୍ର ମୁକ୍ତି ସଦ୍ଗତି ବା ପରମାତ୍ମାଙ୍କ ପ୍ରାପ୍ତି ହୋଇନଥାଏ। ସ୍ୱର୍ଗର ଦେବତାମାନେ ମଧ୍ୟ ସ୍ୱର୍ଗ ସୁଖ ଭୋଗ ପରେ ପୁଣ୍ୟ କ୍ଷୀଣ ହେବା ଦ୍ୱାରା ପୁନଃ ମୃତ୍ୟୁ ଲୋକକୁ ପ୍ରାପ୍ତ ହୁଅନ୍ତି। ଗୀତା ଅଧ୍ୟାୟ 9 ଶ୍ଲୋକ 21ରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ତେ ତ୍ୱଂ ଭୁକ୍ତ୍ୱା ସ୍ୱର୍ଗଲୋକଂ ବିଶାଳଂ କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟଲୋକଂ ନିଶନ୍ତି। ଦେବୀ ଦେବତାଙ୍କ ଉପାସନା ମଧ୍ୟ ମନୁଷ୍ୟ ଶରୀର ପ୍ରାପ୍ତ କରିବାର ଉଦ୍ଦେଶ୍ୟ ନୁହେଁ। ସକାମ ଭାବରେ ଉପାସନା କରୁଥିବା ଭକ୍ତ ଭାବନ୍ତି ତାଙ୍କର ଭକ୍ତିରେ ପ୍ରସନ୍ନ ହୋଇ ଦେବତାମାନେ ତାଙ୍କୁ ମନୋବାଞ୍ଛିତ ଫଳ ପ୍ରଦାନ କରୁଛନ୍ତି। କିନ୍ତୁ ସତ୍ୟ ତ ଏହା ଯେ ସମସ୍ତଙ୍କୁ ଦେବାବାଲା ଏକମାତ୍ର ଈଶ୍ୱର ଅଟନ୍ତି। ଭଗବାନଙ୍କୁ ଛାଡ଼ି ଯେଉଁମାନେ ସକାମ ଭାବେ ଦେବତାମାନଙ୍କର ପୂଜା କରନ୍ତି ସେମାନଙ୍କ ପୂଜା ଅଜ୍ଞାନତାପୂର୍ଣ୍ଣ ଅଟେ। ଦେବତା ପୂଜକମାନେ ଦେବଲୋକକୁ ଯାଆନ୍ତି। ପିତୃପୂଜକଙ୍କୁ ପୂଜା କରୁଥିବା ଲୋକମାନେ ପିତୃଲୋକକୁ ଯାଆନ୍ତି। ଭୂତ ପ୍ରେତ ପୂଜା କରୁଥିବା ଲୋକମାନେ ଭୂତ ପ୍ରେତକୁ ପ୍ରାପ୍ତ ହୁଅନ୍ତି। କିନ୍ତୁ ଭଗବାନଙ୍କୁ ପୂଜା କରୁଥିବା ଭଗବତ ଭକ୍ତମାନେ ମୃତ୍ୟୁ ପରେ ସଚ୍ଚିଦାନନ୍ଦ ପରମ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି। ତାଙ୍କର ଆଉ ପୁନର୍ଜନ୍ମ ହୁଏ ନାହିଁ। ବସ୍ତୁତଃ ପରମାତ୍ମାଙ୍କୁ ପ୍ରାପ୍ତ କରିବା ହିଁ ମନୁଷ୍ୟ ଶରୀର ପ୍ରାପ୍ତ କରିବାର ପରମ ଉଦ୍ଦେଶ୍ୟ ଅଟେ। ବାହ୍ୟ ପୂଜା ପାଠ ଏବଂ ଦେବ ଉପାସନା କରିବା ଲୋକ ପୁନରପି ଜନନଂ ପୁନରପି ମରଣଂ ଚକ୍ରରୁ ମୁକ୍ତ ହୋଇପାରନ୍ତି ନାହିଁ। ମାତ୍ର ଭଗବାନଙ୍କ ଭଜନ ଧ୍ୟାନ କରୁଥିବା ଭକ୍ତ ସର୍ବଦା ଆବାଗମନ ଚକ୍ରରୁ ମୁକ୍ତ ହୋଇଯାନ୍ତି। ରାଜା ନୃଗ ପ୍ରତିଦିନ 1000 ଗାଈ ଦାନ କରୁଥିଲେ। ମାତ୍ର ପ୍ରମାଦବଶ ଗୋଟିଏ ଗାଈ ଯାହାକୁ ପୂର୍ବରୁ କୌଣସି ବ୍ରାହ୍ମଣଙ୍କୁ ଦାନ ଦିଆଯାଇଥିଲା ତାହାକୁ ପୁଣି ଅନ୍ୟ ଏକ ବ୍ରାହ୍ମଣଙ୍କୁ ଦାନ ଦେବା କାରଣରୁ ବ୍ରାହ୍ମଣଙ୍କ ଦ୍ୱାରା ଶାପିତ ହୋଇ ସେ 1000 ବର୍ଷ ଯାଏ ଏଣ୍ଡୁଅ ଯୋନିକୁ ପ୍ରାପ୍ତ ହୋଇଥିଲେ। ଦେବାସୁର ସଂଗ୍ରାମରେ ଦାନବେନ୍ଦ୍ର ବଳିଙ୍କ ଠାରୁ ପରାଜିତ ହୋଇ ଦେବରାଜ ଇନ୍ଦ୍ର ବଳିଙ୍କ ଭୟରେ ଏକ ଜଳାଶୟର କମଳ ନାଡ଼ ମଧ୍ୟରେ କୀଟ ରୂପରେ ଅନେକ ବର୍ଷ ପର୍ଯ୍ୟନ୍ତ ଲୁଚି ରହିଲେ। ସେତେବେଳେ ଋଷିମାନେ ରାଜା ନହୁଷଙ୍କୁ ଇନ୍ଦ୍ରପଦ ପ୍ରଦାନ କଲେ। ଇନ୍ଦ୍ରପଦ ପାଇବା ପରେ ରାଜା ଇନ୍ଦ୍ରାଣୀଙ୍କୁ ପାଇବା ପାଇଁ ବ୍ୟଗ୍ର ହୋଇ ଉଠିଲେ। କାମାନ୍ଧ ରାଜା ନହୁଷ ଯେଉଁ ଋଷିମାନଙ୍କ କୃପାରୁ ଇନ୍ଦ୍ରପଦ ପାଇଥିଲେ ସେ ସେହି ଋଷିମାନଙ୍କ ପାଲିଙ୍କିରେ ବସି ଇନ୍ଦ୍ରପତ୍ନୀ ଶଚୀଙ୍କୁ ପ୍ରାପ୍ତ କରିବାକୁ ଯାଉଥିଲେ। କ୍ରୋଧବଶ ରାଜା ଋଷିଙ୍କୁ ପଦପ୍ରହାର କରିବାରୁ ଇନ୍ଦ୍ର ପଦଚ୍ୟୁତ ହୋଇ 1000 ବର୍ଷ ଯାଏ ଅଜଗର ଯୋନିରେ ପଡ଼ି ରହିଲେ। ଏହିସବୁ କଥା ଦର୍ଶାଉଛି ଯେ ଦାନ ଯଜ୍ଞ ଆଦି କର୍ମରୁ ପ୍ରାପ୍ତ ସ୍ୱର୍ଗ ସୁଖ ନାଶବାନ ଅଟେ। ଅନଶ୍ୱର ଶାଶ୍ୱତ ଆଉ ଅଚ୍ୟୁତ ଏକମାତ୍ର ପରମାତ୍ମା ଅଟନ୍ତି। ତାଙ୍କରି ପ୍ରାପ୍ତି ପାଇଁ ପରମାତ୍ମା ଜୀବାତ୍ମାକୁ ମନୁଷ୍ୟ ଶରୀର ପ୍ରଦାନ କରିଥାନ୍ତି। ସେହି ପରମାତ୍ମାଙ୍କୁ ପ୍ରାପ୍ତ କରିବା ପାଇଁ ମାନବକୁ ସତତ ପ୍ରଯତ୍ନଶୀଳ ରହିବା ଉଚିତ। ମାନବ ଶରୀର ଦୁର୍ଲଭ ଅଟେ। ତାହାଠାରୁ ମଧ୍ୟ ଦୁର୍ଲଭ ଈଶ୍ୱର ଦର୍ଶନ ଅଟେ। ମହାଭାରତରେ ରାଜା ଯଯାତିଙ୍କ କଥା ରହିଛି। ସେ ନିଜ ଶ୍ୱଶୁର ଶୁକ୍ରାଚାର୍ଯ୍ୟଙ୍କ ଶାପରେ ବୃଦ୍ଧ ହୋଇଯାଇଥିଲେ, କିନ୍ତୁ ବିଷୟ ଭୋଗରୁ ସେ ତୃପ୍ତ ହୋଇନଥିଲେ।
ସେ ନିଜ ପୁତ୍ର ପୁରୁକୁ ନିଜର ବୃଦ୍ଧାବସ୍ଥା ଦେଇ ତାଙ୍କଠାରୁ ତାଙ୍କର ଯୁବାବସ୍ଥାକୁ ପ୍ରାପ୍ତ କରି ପୁନଃ 1000 ବର୍ଷ ଯାଏ ବିଷୟ ଭୋଗର ସେବନ କଲେ, ମାତ୍ର ସେ ଅତୃପ୍ତ ରହିଲେ। ଭୋଗରୁ ବିରକ୍ତ ହେବା ପରେ ହିଁ ତାଙ୍କୁ ସୁଖର ପ୍ରାପ୍ତି ହେଲା। ସେ ସଂସାର ଲୋକଙ୍କୁ ସମ୍ବନ୍ଧିତ କରି କହିଲେ, ବିଷୟ ଭୋଗର କାମନା ବିଷୟ ଭୋଗରୁ ସେହିପରି ଶାନ୍ତ ହୁଏ ନାହିଁ ଯେପରି ପ୍ରଜ୍ୱଳିତ ଅଗ୍ନିରେ ଘିଅ ଢାଳିଲେ ଅଗ୍ନି ଶାନ୍ତ ନ ହୋଇ ଆହୁରି ଅଧିକ ପ୍ରଜ୍ୱଳିତ ହୋଇଥାଏ। ପୃଥିବୀରେ ଯେତେ ବି ଅନ୍ନ ସ୍ୱର୍ଣ୍ଣ ପଶୁ ଓ ସ୍ତ୍ରୀ ଅଛନ୍ତି, ସେମାନେ ଜଣେ କାମୁକର କାମନା ପୂର୍ଣ୍ଣ କରିବାକୁ ଅସମର୍ଥ। ଦୁର୍ବୁଦ୍ଧି ଲୋକ ତୃଷ୍ଣାକୁ ତ୍ୟାଗ କରିପାରନ୍ତି ନାହିଁ। ଶରୀର ବୃଦ୍ଧ ହେଲେ ମଧ୍ୟ ତୃଷ୍ଣା ବୃଦ୍ଧ ହୁଏ ନାହିଁ। ଏହା ଏକ ପ୍ରାଣାନ୍ତକ ରୋଗ। ତୃଷ୍ଣାର ତ୍ୟାଗରୁ ହିଁ ସୁଖ ପ୍ରାପ୍ତି ହୋଇଥାଏ। ରାଜା ଯଯାତି ଭୋଗରୁ ବିରକ୍ତ ହେବା ପରେ ସନ୍ଥଙ୍କ ସଙ୍ଗତି କଲେ। ଜ୍ଞାନକୁ ପ୍ରାପ୍ତ କରି ସେ ପରମ ଗତିକୁ ପ୍ରାପ୍ତ ହେଲେ। କାହିଁକି ନା ଜ୍ଞାନ ପ୍ରାପ୍ତି ବିନା ମୁକ୍ତି ସମ୍ଭବ ନୁହେଁ। ଶ୍ରୁତି ବଚନ ରହିଛି, ଋତେ ଜ୍ଞାନାନଃ ମୁକ୍ତି। ରାଜା ଭର୍ତ୍ତୃହରିଙ୍କ ପାଖରେ ସଂସାରର ସମସ୍ତ ଭୋଗ ପଦାର୍ଥ ରହିଥିଲା, କିନ୍ତୁ ମାୟାର ଏହି ପ୍ରପଞ୍ଚରେ ତାଙ୍କୁ ଶାନ୍ତି ମିଳିନଥିଲା। ଯେବେ ସେ ଗୁରୁ ଗୋରଖନାଥଙ୍କ ଠାରୁ ଅଧ୍ୟାତ୍ମ ଜ୍ଞାନକୁ ଜାଣିଲେ, ତେବେ ତାଙ୍କୁ ଆତ୍ମଶାନ୍ତି ମିଳିଲା। ସେ ସଂସାରବାସୀଙ୍କୁ ସମ୍ବୋଧିତ କରି କହିଲେ, ଭୋଗ ନ ଭୁକ୍ତ୍ୱା ବୟମେବ ଭୁକ୍ତ୍ୱା, ତପୋ ନ ତପ୍ତ୍ୱା ବୟମେବ ତପ୍ତ୍ୱା, କାଲୋ ନ ୟାତୋ ବୟମେବ ଜାତୋ, ତୃଷ୍ଣା ନ ଜୀର୍ଣ୍ଣଂ ବୟମେବ ଜୀର୍ଣ୍ଣଂ। ଆମେ ଭୋଗକୁ ଉପଭୋଗ କରୁନାହୁଁ, ବରଂ ଭୋଗ ଆମକୁ ଭୋଗୁଛି। ଆମେ ତପ କରୁନାହୁଁ, ତପ ଆମକୁ ତାପିତ କରୁଛି। ଆମେ କାଳ ବ୍ୟତୀତ କରୁନାହୁଁ, କାଳରେ ଆମେ ସମାପ୍ତ ହୋଇଯାଉଛୁ। ତୃଷ୍ଣା ବୃଦ୍ଧ ହେଉନାହିଁ, ବରଂ ଆମେ ବୃଦ୍ଧ ହୋଇଯାଉଛୁ। ମନୁଷ୍ୟର ଦଶା ବଡ଼ ବିଚିତ୍ର। ଗୋଟିଏ ସାପ ଏକ ବେଙ୍ଗକୁ ନିଜ ମୁହଁରେ ଧରିଲା। ବେଙ୍ଗ ସାପର ଗ୍ରାସ ହେଉଥିଲା, କିନ୍ତୁ ବେଙ୍ଗ କାଳର ମୁହଁରେ ଯାଉଥିବା ସତ୍ତ୍ୱେ ଏବେ ବି ମଶାର କାମନା ରଖିଥିଲା। ସେ ଏବେ ବି ନିଜର ମୁହଁ ବାରମ୍ବାର ଖୋଲୁଥାଏ, କାଳେ କେଉଁ ମଶା ତା ମୁହଁରେ ଆସିଯିବ ଓ ସେ ମରୁ ମରୁ ତାକୁ ଖାଇଯିବ। ଏହି ଦଶା ଏବେ ମାନବ ମନର। ଭଜନ ମଧ୍ୟ ରହିଛି, ଛଞ୍ଚାଣ ଉଡ଼ୁଛି ଧରି ମୁହେଁ ସାପ, ସାପ ମୁହେଁ ବୁଢ଼ା ବେଙ୍ଗ, ବେଙ୍ଗ ଛାଡ଼ୁ ନାହିଁ ଧରିଛି ଝିଣ୍ଟିକା, ଖାଇବାକୁ ଭାରି ଲୋଭ। ଆହାର ନିଦ୍ରା ଭୟ ଓ ମୈଥୁନରେ ମାନବ ଓ ପଶୁ ମଧ୍ୟରେ ସମାନତା ରହିଛି। ମାନବର ବିଶେଷତା ତ ଧର୍ମତତ୍ତ୍ୱ ଓ ଯଥାର୍ଥ ଜ୍ଞାନ ପ୍ରାପ୍ତିରେ ରହିଛି। ଧର୍ମ ବିନା ତ ମନୁଷ୍ୟ ପଶୁ ତୁଲ୍ୟ ଅଟେ। ସନ୍ଥ ବ୍ରହ୍ମାନନ୍ଦଙ୍କର କଥନ, ଖାନା ପିନା ସୋ ଜାନା ସବ୍ କାମ ହେ ପଶୁ ସମାନା, କ୍ୟୁଁ ଦେହ ମନୁଜ କି ଧାରି, ହରି ଭଜନ କରୋ ସୁଖକାରୀ। ଆଜି ମନୁଷ୍ୟ ପାଖରେ ସବୁ ଭୋଗ ପଦାର୍ଥ ରହିଛି, କିନ୍ତୁ ସୁଖ ଶାନ୍ତି ନାହିଁ। ମାଙ୍କଡ଼ିଆ ଜଙ୍ଗଲକୁ ଯାଇ କିଛି ଭଜା ଚଣା ମାଙ୍କଡ଼ମାନଙ୍କୁ ଦେଖାଇ ବୁଣି ଦେଇଥାଏ। ତାପରେ ସେ ଗାତ ଖୋଳି ଏକ ସୁରାହି ପୋତି ଦିଏ। ସୁରାହି ଭିତରେ କିଛି ଚଣା ରଖି ବାହାରେ କିଛି ଚଣା ବିଞ୍ଛି ଦିଏ। ତାପରେ ସେ ଲୁଚି କରି ବସିଥାଏ। ଲୋଭରେ ମାଙ୍କଡ଼ ସେଠାକୁ ଯାଇ ଖେଳେଇ ହୋଇଥିବା ଚଣାକୁ ଖାଇଯାଏ, ଆଉ ସୁରାହିରେ ହାତ ପୁରାଇ ସେହି ଚଣାକୁ ବାହାର କରିବାକୁ ପ୍ରୟାସ କରେ, ମାତ୍ର ହାତ ମୁଠା ହୋଇଥିବାରୁ ସରୁ ସୁରାହି ମୁହଁରେ ହାତ ବାହାରେ ନାହିଁ। ମାତ୍ର ଅଜ୍ଞାନୀ ମାଙ୍କଡ଼ ଭାବେ ସୁରାହି ତାକୁ ଧରି ରଖିଛି। ଲୋଭବଶ ଚଣାକୁ ହାତରୁ ଛାଡ଼େ ନାହିଁ। ସେତିକିବେଳେ ମାଙ୍କଡ଼ିଆ ଆସି ମାଙ୍କଡ଼ ବେକରେ ଆଗ ରଶି ଫସେଇ ଦିଏ, ତାପରେ ବାଡ଼ିରେ ତାର ହାତକୁ ବାଡ଼ାଏ, ଯାହାଦ୍ୱାରା ତାର ହାତର ନାଡ଼ି ଢିଲା ହୋଇ ତା ମୁଠି ଖୋଲିଯାଏ। ତାପରେ ମାଙ୍କଡ଼ିଆ ତାକୁ ନେଇ ଜୀବନ ପର୍ଯ୍ୟନ୍ତ ଗୋଲାମ କରି ରଖେ। ଏହିପରି ଚଣା ଲୋଭରୁ ମାଙ୍କଡ଼ ଜୀବନ ସାରା ମାଙ୍କଡ଼ିଆର ଗୋଲାମୀ କରେ। ଏହି ଲୋଭ ସମସ୍ତ ଜୀବଙ୍କୁ ଏହି ଜଗତ ଜଞ୍ଜାଳରେ ଛନ୍ଦିବାର କାରଣ। ବିଷୟ
ଭୋଗର ଲୋଭରୁ ପରମାତ୍ମାଙ୍କୁ ଭୁଲି ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ମାୟାର ଚଣା ଲାଗି ଗୋଲାମୀ କରିଥାଏ। ଯଦି ମନୁଷ୍ୟ ଶରୀର ପାଇ ପରମାତ୍ମାଙ୍କ ଭଜନ ଭକ୍ତି କରିବା ନାହିଁ, ତେବେ କୋଟିଏ ଜନ୍ମ ଯାଏ ମାୟା ବନ୍ଧନରୁ ମୁକ୍ତି ମିଳିବ ନାହିଁ। ସଂସାରର ମିଥ୍ୟା ବନ୍ଧନରେ ପଡ଼ି ମନୁଷ୍ୟ ପରମାତ୍ମାଙ୍କ ନାମକୁ ଭୁଲି ଯାଇଛି। ଯେପରି ମାଙ୍କଡ଼ ମୁଠାଏ ଚଣାର ଲୋଭରେ ପଡ଼ି ସାରା ଜୀବନ ମାଙ୍କଡ଼ିଆର ଗୋଲାମ ହୋଇ ଗଡ଼ି ଗଡ଼ି ଆଉ ଦ୍ୱାର ଦ୍ୱାର ଯାଇ ପେଟ ଦେଖାଇ ନାଚିଥାଏ। ପରମାତ୍ମାଙ୍କ ଭଜନ ଭକ୍ତି ବିନା ମନୁଷ୍ୟର ମଧ୍ୟ ଏହି ସଂସାରରେ ସେହି ଦଶା ହେଉଛି।